ଦେଖନ୍ତୁ ଚେମେଣିର ମାହାତ୍ମ୍ୟ ବହୁ କଥା ରହିଛି ଶାସ୍ତ୍ରରେ। ଯେଉଁମାନେ କିଛି କିଛି ଅପକର୍ମ କରିଥାନ୍ତି ଏବଂ ସେମାନେ ଉଦ୍ଧାରର ଦ୍ୱାର ଦେଶରେ ପହଞ୍ଚି ଯାଇଥାନ୍ତି, କିନ୍ତୁ ଆଉ ଅଳ୍ପ କିଛି ବାକି ରହିଥାଏ, ମାନେ ଯେଉଁମାନେ ହେଉଛନ୍ତି ଯାହାକୁ କହନ୍ତି ଯୋଗଭ୍ରଷ୍ଟ ବ୍ୟକ୍ତି, ଯୋଗର ଶୀର୍ଷ ସ୍ଥାନରେ ପହଞ୍ଚିଲା ବେଳେ ଗୋଟେ କାହାର ସ୍ଖଳିତ ହେଇଛି, ସ୍ଖଳନ ହେଇଛି, ସେ ଉପସ୍ଥିତ ଭାବରେ ପହଞ୍ଚି ପାରିନି, କିନ୍ତୁ ଭଗବାନ ଚାହିଁଛନ୍ତି ତାକୁ ଏଇ ଜନ୍ମରେ ମୁକ୍ତି ଦେବେ। ସେଇମାନେ ଆସିକି ମହାପ୍ରଭୁଙ୍କ ପାଖରେ ସେ ପ୍ରାୟଶ୍ଚିତ କରିଥାନ୍ତି ଏବଂ ଚେମେଣି ହେଇକି ଥାନ୍ତି। ସେମାନେ ତା ପରଜନ୍ମରେ ମହାପ୍ରଭୁଙ୍କ ପାଖରେ ଲୀନ ହୁଅନ୍ତି। ଯେହେତୁ ଦେବତାମାନେ ସେଠି ଯିବା ଆସିବା କରନ୍ତି, ମହାପ୍ରଭୁ ତ ନିଜେ ସେଇ ବାଟେ ଦାରୁ ଅବସ୍ଥାରେ ଆସନ୍ତି ଏବଂ ସେଇ ପାଖରେ କୋଇଲି ବୈକୁଣ୍ଠ ଅଛି, ସେମାନେ ମହାପ୍ରଭୁଙ୍କ ଦର୍ଶନ ଏବଂ ତାଙ୍କର ସାନ୍ନିଧ୍ୟ ଲାଭ କରି ସେମାନେ ମୁକ୍ତି ହୁଅନ୍ତି। ଶ୍ରୀମନ୍ଦିରକୁ ବେଢ଼େଇ ହେଇ ଯେଉଁ ବେଢ଼ାଟି ରହିଛି ବାହାର ବେଢ଼ା, ସେହି ବାହାର ବେଢ଼ାରେ ମେଘନାଦ ପାଚେରୀ ରହିଛି। ମେଘନାଦ ପାଚେରୀର ଚତୁଃପାର୍ଶ୍ୱରେ 4 ଗୋଟି ଦ୍ୱାର ରହିଛି ଶ୍ରୀମନ୍ଦିରକୁ ପ୍ରବେଶ କରିବା ପାଇଁ। ପୂର୍ବରେ ସିଂହଦ୍ୱାର, ପଶ୍ଚିମରେ ବ୍ୟାଘ୍ରଦ୍ୱାର, ଦକ୍ଷିଣରେ ଅଶ୍ୱଦ୍ୱାର ଏବଂ ଉତ୍ତରରେ ହସ୍ତିଦ୍ୱାର। ଏହି 4 ଗୋଟି ଦ୍ୱାରକୁ ଚତୁର୍ବର୍ଗର ପ୍ରତୀକ ଭାବରେ ଗ୍ରହଣ କରାଯାଇଛି। ଅର୍ଥାତ୍ ପୂର୍ବଦ୍ୱାରକୁ ଧର୍ମଦ୍ୱାର ଏବଂ ଦକ୍ଷିଣ ଦ୍ୱାରକୁ କାମଦ୍ୱାର ଏବଂ ପଶ୍ଚିମ ଦ୍ୱାରକୁ ଅର୍ଥଦ୍ୱାର, ସେହିଭଳି ଭାବରେ ଉତ୍ତର ଦ୍ୱାରକୁ ମୋକ୍ଷ ଦ୍ୱାର ବୋଲି କୁହାଯାଇଥାଏ। ଧର୍ମ, ଅର୍ଥ, କାମ, ମୋକ୍ଷ, ଏଇ ଯେଉଁ ଚତୁର୍ବର୍ଗ, ଏହି ଚତୁର୍ବର୍ଗ ପ୍ରାପ୍ତି ପାଇଁ ଏହି ଦ୍ୱାର ଗୁଡ଼ିକ ଉଦ୍ଦିଷ୍ଟ ବୋଲି କେହି କେହି କହିଥାନ୍ତି। ଉତ୍ତର ଦ୍ୱାର ମୋକ୍ଷ ଦ୍ୱାର ନାମରେ କାହିଁକି ବ୍ୟାପ୍ତ ନା, ଯେତେବେଳେ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଦେବଲୋକରୁ ଦେବତାମାନେ ଆସନ୍ତି, ସେମାନେ ଏହି ଉତ୍ତର ଦ୍ୱାର ଦେଇକରି ଆସିଥାନ୍ତି। ସେଥିପାଇଁ ଏହି ଉତ୍ତର ଦ୍ୱାରଟି ଦିନସାରା ଖୋଲା ରହେ, କିନ୍ତୁ ରାତ୍ରିରେ ସେହି ଦେବଲୋକବାସୀଙ୍କ ପାଇଁ ଏହି ଦ୍ୱାରଟି ସାଧାରଣ ଜନସାଧାରଣଙ୍କ ପାଇଁ ବନ୍ଦ ରହିଥାଏ। ସେହି ରାସ୍ତା ଦେଇକରି ଦେବଲୋକରୁ ଦେବତାମାନେ ଆସିଥାନ୍ତି। ଏବଂ ଏହି ଦ୍ୱାରର ଆଉ ଏକ ମହାତ୍ମ୍ୟ ରହିଛି। ନବକଳେବର ସମୟରେ ଦାରୁ ଯେତେବେଳେ ଆସି କୋଇଲି ବୈକୁଣ୍ଠପୁରରେ ନିର୍ମିତ ହୁଅନ୍ତି, ସେହି ନୂତନ ଦାରୁ ଏହି ଉତ୍ତର ଦ୍ୱାର ଦେଇ ମନ୍ଦିର ମଧ୍ୟକୁ ପ୍ରବେଶ କରନ୍ତି ଏବଂ କୋଇଲି ବୈକୁଣ୍ଠପୁରରେ ସେ ନିର୍ମିତ ହୁଅନ୍ତି। ଏବଂ କୋଇଲି ବୈକୁଣ୍ଠପୁରରେ ନିର୍ମିତ ହୋଇସାରିବା ପରେ ସେ ରତ୍ନସିଂହାସନକୁ ବିଜେ କରିଥାନ୍ତି। ଏବଂ ଏହି ଉତ୍ତର ଦ୍ୱାର ପାର୍ଶ୍ୱବର୍ତ୍ତୀ ସ୍ଥାନରେ ସୁନା କୂଅ ରହିଛି। ଶୀତଳା ଦେବୀଙ୍କ ସମ୍ମୁଖ ଭାଗରେ ଅତ୍ୟନ୍ତ ଶୀତଳ ଜଳ ବିଶିଷ୍ଟ ଯେଉଁ ସୁନା କୂଅ, ସେହି କୂଅଟି ଅବସ୍ଥାନ କରୁଛନ୍ତି ଏବଂ ଏହି କୂଅର ପାଣିରେ ସ୍ନାନ ପୂର୍ଣ୍ଣିମା ଦିନ ମହାପ୍ରଭୁ ସ୍ନାନ କରିଥାନ୍ତି। ଏବଂ ଏଇଠି ଅଛନ୍ତି, ଏହି ଉତ୍ତର ଦ୍ୱାର ପାର୍ଶ୍ୱବର୍ତ୍ତୀ ସ୍ଥାନରେ ଅଛନ୍ତି ଉତ୍ତରାୟଣୀ ଦେବୀ ଏବଂ ସୋମେଶ୍ୱର ମହାଦେବ, ତା ସହିତ ବୈକୁଣ୍ଠେଶ୍ୱର ମହାଦେବ ଅଛନ୍ତି ଏବଂ କୋଇଲି ବୈକୁଣ୍ଠ ମଧ୍ୟ ଅଛନ୍ତି। କୋଇଲି ବୈକୁଣ୍ଠପୁରରେ ମହାପ୍ରଭୁଙ୍କର ଯେଉଁ ପାତାଳୀ କ୍ଷେତ୍ର, ତା ମଧ୍ୟ ସେଠାରେ ଅଛନ୍ତି। ତେଣୁ ଭକ୍ତମାନେ ଇଚ୍ଛା କରନ୍ତି ଏହି ଦ୍ୱାର ଦେଇ ପ୍ରବେଶ କରି ମୁକ୍ତି ଲାଭ କରିବା ପାଇଁ। ସେଥିପାଇଁ ଏହି ଦ୍ୱାରର ନାମ ହେଉଛି ମୋକ୍ଷ ଦ୍ୱାର। ଏବଂ ଏହି ଦ୍ୱାରକୁ ଚେମେଡ଼ି ଦ୍ୱାର ବୋଲି ମଧ୍ୟ କୁହାଯାଏ, କାରଣ ଏହି ଦ୍ୱାରରେ ଅନେକ ଚେମେଡ଼ି କେବଳ ଆଜି ନୁହଁ, ବର୍ଷ ବର୍ଷ ଧରି ଅବସ୍ଥାନ କରୁଛନ୍ତି। ବହୁ ପ୍ରାଚୀନ କାଳରୁ ଆପଣ ଦେଖିବେ 4ଟି ଦ୍ୱାର ଅଛି, କିନ୍ତୁ 4 ଦ୍ୱାରରେ କୌଣସି ଦ୍ୱାରରେ ଏତେ ଚେମେଡ଼ି ନାହାନ୍ତି, କିନ୍ତୁ ଏହି କେବଳ ଉତ୍ତର ଦ୍ୱାରରେ ହିଁ ଅନେକ ଚେମେଡ଼ି ବାସ କରୁଛନ୍ତି। ଅର୍ଥାତ୍ ଚେମେଡ଼ିମାନଙ୍କର ରହିବା ପାଇଁ ଏହି ଦ୍ୱାରଟି ନିଶ୍ଚିତ ଭାବରେ ଭୌଗୋଳିକ ଦୃଷ୍ଟିକୋଣରୁ ଉତ୍କୃଷ୍ଟ ଅଟେ, କାରଣ ସେମାନଙ୍କୁ ଏହି ଦ୍ୱାରରେ ରହିଲେ ତାଙ୍କୁ ଭଲ ଲାଗେ। ସେଥିପାଇଁ ବହୁ କାଳ ଧରି ଏହି ପରମ୍ପରାଟି ରହିଛି। ସେଥିପାଇଁ ଏହି ଦ୍ୱାରର ନାମ ଚେମେଡ଼ି ଦ୍ୱାର ବୋଲି ମଧ୍ୟ ପଡ଼ିଯାଇଛି। ତେଣୁ ଏହି ଉତ୍ତର ଦ୍ୱାରର ବହୁତ ମାହାତ୍ମ୍ୟ ରହିଛି। ଯେଉଁ ବ୍ୟକ୍ତିମାନେ ଉତ୍ତର ଦ୍ୱାର ଦେଇ ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ଯାଆନ୍ତି, ସେ ସେଠାରେ ବୈକୁଣ୍ଠେଶ୍ୱରଙ୍କୁ ଦର୍ଶନ କରନ୍ତି ଏବଂ ଐଶାନେଶ୍ୱରଙ୍କୁ ମଧ୍ୟ ଦର୍ଶନ କରନ୍ତି ଏବଂ ସେହିପଟେ ଆନନ୍ଦ ବଜାରକୁ ମଧ୍ୟ ରାସ୍ତା ଅଛି। ତେଣୁ ଏହି ଦ୍ୱାରଟି ହସ୍ତି ଦ୍ୱାର ଭାବରେ ପ୍ରଖ୍ୟାତ ଏବଂ ଚେମେଡ଼ି ଦ୍ୱାର ନାମରେ ମଧ୍ୟ ପ୍ରଖ୍ୟାତ। ଦେଖନ୍ତୁ ଚେମେଣି ଗୋଟେ ଏମିତି ଜୀବ
সে তার রাত্রে চলপ্রচল করে দিনের যাই আসিপারে না তো প্রায়তঃ দিনে তাকে ভাল দেখা যায়নি এবং রাত্রে চলপ্রচল করুଥିବା প্রাণী যেহেতু তার কୌଣସି ডিস্টর্ব হবনি সে রাত্রে যা আসা করব সে দৃষ্টিରୁ সন্ধ্যাবেলে সে দ্বার বন্ধ হয়ে যায় এটা সমস্তে জানিଛନ୍ତି সন্ধ্যা হেলে সে দ্বার বন্ধ ହୁଏ এবং ସେମାନେ সেই বাটରେ দেবতাମାନେ ଯିବା ଆସିବା କରନ୍ତି ଏବଂ ଚେମିଣିମାନେ ତା ଭିତରେ ରହିଥାନ୍ତି ଯେହେତୁ ବର୍ତ୍ତମାନ ଲୋକାଧିକ୍ୟ ହେଲା ଲୋକମାନଙ୍କର ଆଧିକ୍ୟତା ଦୃଷ୍ଟିରୁ ଏବଂ ଗୋଟିଏ ଦ୍ୱାରରେ ପ୍ରବେଶ କରିକି ସେଇ ଦ୍ୱାରରେ ବାହାର କରାଗଲା ଯାତ୍ରୀମାନଙ୍କୁ ତେଣୁ ସେପଟେ ଯେତେବେଳେ ରାତି ଦୀର୍ଘ ସମୟ ପର୍ଯ୍ୟନ୍ତ ଯିବା ଆସିବା ହେଲା ଲାଇଟ୍ ପଡ଼ିଲା ଲୋକ ସମାଗମ ହେଲା ତେଣୁ ନିଶ୍ଚିତ ସେ ପଳେଇଲେ ଆଉ ମନ୍ଦିର ଚାରିଦ୍ୱାର ଦ୍ୱାରା ଏଇଟା ଉତ୍ତର ଦ୍ୱାର ପୂର୍ବ ପଶ୍ଚିମ ଉତ୍ତର ଦକ୍ଷିଣ ଅଛି ଦକ୍ଷିଣ ଦ୍ୱାର ଯେଉଁ ଘୋଡ଼ା ଉତ୍ତର ଦ୍ୱାର ହାତୀ ପଶ୍ଚିମ ଦ୍ୱାର ବାଘ ସିଂହ ଦ୍ୱାର ସିଂହ ଅଛି ଦକ୍ଷିଣ ଦ୍ୱାର ପଟେ ରାଜା ମହାରାଜା ଆସନ୍ତି ଉତ୍ତର ଦ୍ୱାର ପଟେ ଜଗନ୍ନାଥ ମହାପ୍ରଭୁଙ୍କ ଦାରୁ ଆସେ 25 ବର୍ଷ 20 ବର୍ଷ 18 ବର୍ଷ ଯେତେବେଳେ ମହାପ୍ରଭୁ ନବକଳେବର ହୁଏ ଏଇଭଳି ଦାରୁ ଆସେ ପୂର୍ବ ଦ୍ୱାର ହେଉଛି ଆମର କାମ ଦକ୍ଷିଣ ଦ୍ୱାର ମୁଖ୍ୟ ଉତ୍ତର ଦ୍ୱାର ସିଂହ ଏ ଦ୍ୱାର ହେଉଛି ପ୍ରକୃତ ମୁଖ୍ୟ ଦ୍ୱାର ହେଲା ଉତ୍ତର ଦ୍ୱାର ସେଥିପାଇଁ ଆମର ପୂର୍ବରୁ ପ୍ରବାଦ ରହିଛି ଆପଣ ଯେକୌଣସି ଦ୍ୱାର ଯୁଆଡ଼େ ଯାଉଛନ୍ତି ଯାଆନ୍ତୁ ଉତ୍ତର ଦ୍ୱାର ବାଟେ ଆପଣ ଯଦି ନ ଆସୁଛନ୍ତି ଆପଣର କୌଣସି ମୁଖ୍ୟ କାମ ହୋଇପାରିବ ନାହିଁ ତେଣୁ ଏହି ଉତ୍ତର ଦ୍ୱାରକୁ ମୁଖ୍ୟ ଦ୍ୱାର ହିସାବରେ ପ୍ରବାଦ କରାଯାଇଛି ଆଗରୁ ସେଥିପାଇଁ ଏଇଟା ମୁଖ୍ୟ ଦ୍ୱାର ବୋଲି କୁହାଯାଉଛି।